ଆରେ ଆରେ ଆଜି ଘରକୁ ଫେରୁ ଫେରୁ ରାତି ହେଇଗଲା। ମୁଁ ତ ମାଛ ବି ଧରିଛି। ଏବେ ସେ ପିଶାଚି ରହୁଥିବା ପୋଖରୀ ରାସ୍ତା ପାର ହେଇ ମୁଁ ଘରକୁ ଯିବି। ଶୀଘ୍ର ଶୀଘ୍ର ମୁଁ ପାଦ ଚଲାଏ। ହା ହା ହା, ବାଃ କେତେ ସୁନ୍ଦର ମାଛର ବାସ୍ନା ଆସୁଛି। ଏଇ ଚଢ଼େଇଟା ମାଛ ନେଇ ଯାଉଛି। ଆଜି ମୁଁ ତା ମାଛ ଖାଇବି। ଏଇ ଚଢ଼େଇ ଯାଉଛୁ କୁଆଡ଼େ? ମତେ ତ ମାଛ ଦେ, ନହେଲେ ମୁଁ ତ ବେକ ମୋଡ଼ିଦେବି। ନା ନା, ମୋର କିଛି କ୍ଷତି କରନି। ଏଇ ନିଅ ମାଛ। ଏମିତି ସେ ଚଢ଼େଇ ଭୟରେ ତା ମାଛ ସେଠାରେ ଛାଡ଼ି ଦୌଡ଼ିକି ଘରକୁ ଚାଲିଗଲା। ପିଶାଚି ଖୁସିରେ ସେ ମାଛ ଖାଇଲା। ପିଶାଚି ଯେଉଁ ପୋଖରୀରେ ରହୁଥିଲା ସେ ପୋଖରୀ ପାଖ ଗଛରେ କାଉର ଘର ଥିଲା। ପିଶାଚି ଭୟରେ କାଉମାନେ ବି ସେ ଘରେ ରହିପାରୁନଥିଲେ। କାଉ ସେ ଘର ବିକ୍ରି କରିବାକୁ ଚାହୁଁଥିଲା, ହେଲେ କେହି ବି ସେ ଘର କିଣୁନଥିଲେ। କାଉ ଭାଇ, ତମ ଘର ବିକ୍ରି ପାଇଁ ମୁଁ ଚାରିଆଡ଼େ ବିଜ୍ଞାପନ ଦେଇଦେଇଛି, କିନ୍ତୁ ମତେ ଲାଗୁନି କେହି ତୁମ ଘର କିଣିବେ। ପୋଖରୀରେ ରହୁଥିବା ପିଶାଚି କଥା ସମସ୍ତେ ଜାଣିଛନ୍ତି। ଆଚ୍ଛା ହଉ କାଉ ଭାଇ, ମୁଁ ଏବେ ଯାଉଛି। ନମସ୍କାର କାଉ ଭାଇ, ମୁଁ ଆଜି ହିଁ ପାଖ ଜଙ୍ଗଲରୁ ଆସିଛି। ମୋ ସାଙ୍ଗରେ ମୋ ଛୋଟ ଝିଅ ବି ଅଛି। ଏତେ ଶୀଘ୍ର ମୁଁ ଘର ତିଆରି କରିପାରିବିନି। ତୁମ ବିଜ୍ଞାପନ ଦେଖି ତୁମ ପାଖକୁ ଆସିଛି। କ'ଣ ତୁମେ ଘର ବିକ୍ରି କରୁଛ? ଏ ଚଢ଼େଇ ଆମ ଜଙ୍ଗଲର ନୁହଁ। ସେ ପିଶାଚି କଥା ଜମା ବି ଜାଣିନି। ଭଲ ହେବ ମୁଁ ଏ ଚଢ଼େଇକୁ ମୋ ଘର ବିକ୍ରି କରିଦିଏ। ମୁଁ କିଛି ଟଙ୍କା ତ ପାଇଯିବି। ଏମିତିରେ ବି ସେ ଘରକୁ କେହି କିଣୁନାହାନ୍ତି। ହଁ ହଁ ଚଢ଼େଇ, ତୁ ଏକଦମ ଠିକ ଜାଗାକୁ ଆସିଛୁ। ତୁ ମୋ ସାଙ୍ଗରେ ଆସେ, ମୁଁ ତତେ ମୋ ଘର ଦେଖେଇଦେବି। କାଉ ଭାଇ, ତୁମ ଘର ତ ବହୁତ ସୁନ୍ଦର ହେଇଛି। ତାହେଲେ ତୁମେ ଏତେ କମ ଟଙ୍କାରେ କାହିଁକି ବିକ୍ରି କରୁଛ? କଥା କ'ଣ କି ଚଢ଼େଇ, ମୁଁ ମୋ ନୂଆ ଘର ବାକିରେ କିଣିଛି। ମତେ ସେ ଋଣ ସୁଝିବା ପାଇଁ ଏବେ ଟଙ୍କା ଦରକାର। ସେଥିପାଇଁ ମୁଁ ଏ ଘରକୁ ବିକ୍ରି କରୁଛି। ଆଚ୍ଛା ଏମିତି କଥା କାଉ ଭାଇ, ହଉ ଏଇ ନିଅ ଟଙ୍କା। କାଉ ଟଙ୍କା ପାଇ ଶୀଘ୍ର ସେ ଜାଗା ଛାଡ଼ି ଚାଲିଗଲା। ଚଢ଼େଇ ଘରକୁ ସଫା କରି ତା ଜିନିଷପତ୍ର ରଖିଲା। ରାତି ହେବା ପରେ ମା ଝିଅ ଖାଇବା ଖାଇ ଶୋଇପଡ଼ିଲେ। ଅଧରାତିରେ ହଠାତ୍ ଭୟଙ୍କର ଭୟଙ୍କର ଶବ୍ଦ ଶୁଭିଲା। ମା ମା, ବାହାରୁ କେତେ ଭୟଙ୍କର ଶବ୍ଦ ଶୁଭୁଛି। ମତେ ଭାରି ଡର ଲାଗୁଛି ମା। ମାରି, ତୁ ଭୟ କରନି, ମୁଁ ତ ପାଖରେ ଅଛି। ତୁ ବାହାରୁ ଆସୁଥିବା ଶବ୍ଦ ପ୍ରତି ଧ୍ୟାନ ଦେନି। ତୁ ଆଖି ବନ୍ଦ କରି ଶୋ। ଏମିତି ବାହାରେ କିଏ ଶବ୍ଦ କରୁଛି? ଏ ଶବ୍ଦରେ ତ ଠିକରେ ଶୋଇ ବି ହେଉନି। ମୁଁ କାଲି ହିଁ କାଉ ଭାଇଙ୍କ ଘରକୁ ଯିବି, ଆଉ ତାଙ୍କୁ ଏ ବିଷୟରେ ପଚାରିବି। ଏମିତି ସେ ରାତି ବିତିଗଲା। ପରଦିନ ମା ଚଢ଼େଇ କାଉ ଘରକୁ ଗଲା, ହେଲେ କାଉମାନେ ତାଙ୍କ ଘରେ ନଥିଲେ। ଚଢ଼େଇ ନିରାଶ ହେଇ ଫେରି ଆସିଲା। ପ୍ରତିଦିନ ରାତିରେ ସେମିତି ଭୟାନକ ଶବ୍ଦ ଶୁଭୁଥିଲା। ଗୋଟେ ଦିନ ସକାଳେ, ଅନେକ ଦିନରୁ ମୁଁ ଦେଖୁଛି ଏ ପୋଖରୀ ଖାଲି ପଡ଼ିଛି। କ'ଣ ପାଇଁ କେଜାଣି କେହି ଏଠାକୁ ଆସୁନାହାନ୍ତି। ଏ ପୋଖରୀରେ ଯଦି ମୁଁ ମାଛ ଚାଷ କରନ୍ତି, ସେ ମାଛ ବିକ୍ରି କରି ମୁଁ କିଛି ଟଙ୍କା ରୋଜଗାର କରିପାରନ୍ତି। ଏମିତି ଚିନ୍ତା କରି ଚଢ଼େଇ ସେ ପୋଖରୀରେ ମାଛ ଚାଷ କଲା। ଏସବୁ ଦେଖି ତ ପିଶାଚି ଅନେକ ଖୁସି ହେଇଗଲା। ଆରେ ବାଃ, ଏ ବୋକା ଚଢ଼େଇଟା ବଢ଼ିଆ କାମ କଲା। ଏବେ ମତେ ଆଉ ଖାଇବା ଖୋଜିବାକୁ ପଡ଼ିବନି। ପ୍ରତିଦିନ ମୁଁ ମାଛ ଖାଇପାରିବି। ଏମିତି ପ୍ରତିଦିନ ପିଶାଚିର ଯେତେବେଳେ ବି ମନ ହେଉଥିଲା, ସେ ପୋଖରୀରୁ ମାଛ ଧରି ଖାଉଥିଲା। ମା ଚଢ଼େଇ ପ୍ରତିଦିନ ମାଛମାନଙ୍କୁ ଖାଇବା ଦେଇ ତାଙ୍କର ଯତ୍ନ ନେଉଥିଲା। ଧୀରେ ଧୀରେ ସେ ଦେଖିଲା ପୋଖରୀରୁ ମାଛ କମି କମି ଯାଉଛନ୍ତି। ମୁଁ ସବୁଦିନ ଦେଖୁଛି ପୋଖରୀରେ ମାଛ ସବୁ କମିଗଲା ଭଳି ଲାଗୁଛି। କିଏ ମୋ ମାଛ ଚୋରି କରୁନି ତ? ନା, ମୁଁ ଆଉ ଡେରି କରିବିନି। ମାଛ ସବୁ ଏବେ ବଡ଼ ହେଇଗଲେଣି। ମୁଁ ଆଜି ହିଁ ସବୁ ମାଛ ଧରି ବଜାରକୁ ଯାଇ ବିକ୍ରି କରିବି। ଏମିତି ଚିନ୍ତା କରି ଚଢ଼େଇ ସେ ପୋଖରୀର ସବୁ ମାଛ ଧରିଲା, ଆଉ ସେସବୁ ମାଛ ଧରି ବଜାରକୁ ଗଲା। ସେ ଚଢ଼େଇମାନଙ୍କୁ ମାଛ ବିକ୍ରି କଲା। କିନ୍ତୁ ଯେତେବେଳେ ଅନ୍ୟମାନେ ଜାଣିଲେ ଚଢ଼େଇ
ପିଶାଚି ରହୁଥିବା ପୋଖରୀରୁ ମାଛ ଆଣିଛି ସେତେବେଳେ କେହି ବି ତା ପାଖରୁ ମାଛ କିଣିଲେନି। ଆରେ ଚଢ଼େଇ, ତୁ କଣ ଜାଣିନୁ? ତୁ ଯୋଉ ପୋଖରୀରେ ମାଛ ଚାଷ କରିଛୁ ସେ ପୋଖରୀରେ ଗୋଟେ ପିଶାଚି ରୁହେ। ପିଶାଚି ଭୟରେ କେହି ବି କାଉ ଭାଇଙ୍କ ଘର କିଣୁନଥିଲେ। ତୁ ଏତେ ଦିନ ଧରି ସେ ଘରେ କେମିତି ରହିଲୁ କେଜାଣି? ତା ଉପରେ ପୁଣି ତୁ ସେ ପୋଖରୀରେ ମାଛ ଚାଷ କରିଛୁ। ଆମେ କେହି ବି ତୋଠୁ ମାଛ କିଣିବୁନି। କିଏ ଜାଣେ ପିଶାଚି ଯଦି ମାଛ ଲୋଭରେ ଆମ ଘରକୁ ଆସିଯିବ। ଏମିତି କହି ସବୁ ଚଢ଼େଇ ସେଠାରୁ ଚାଲିଗଲେ। ମା ଚଢ଼େଇ ମନ ଦୁଃଖରେ ତା ମାଛ ଧରି ଘରକୁ ଫେରି ଆସିଲା। ରାତି ହେବା ପରେ ସେ ଚଢ଼େଇର ସାହସ କେମିତି ହେଲା ପୋଖରୀର ସବୁ ମାଛ ନେବା ପାଇଁ? ମତେ ମାଛ ଦରକାର, ମୁଁ ମାଛ ଖାଇବି। ତାପରେ ପିଶାଚି ଚଢ଼େଇର ସବୁ ମାଛ ନିଜ ପାଖକୁ ନେଇ ଆସିଲା ଆଉ ମନ ଭରି ଖାଇଲା। ମା, ମତେ ଆଜି ମାଛ ଖାଇବାକୁ ଭାରି ଇଚ୍ଛା ହେଉଛି। ମୋ ପାଇଁ କିଛି ମାଛ ଭାଜି ଦିଅ ନା ମା। ଠିକ ଅଛି ରେ ମା, ମୁଁ ଏବେ ମାଛ ଭାଜି ଆଣି ଦେଉଛି। ଘରେ ଅନେକ ମାଛ ଅଛି, ଆଜି ମୋର ଗୋଟେ ବି ମାଛ ବିକ୍ରି ହେଲାନି। ମା ଚଢ଼େଇ ରୋଷେଇ ଘରକୁ ଗଲା, କିନ୍ତୁ ରୋଷେଇ ଘରେ ଗୋଟେ ବି ମାଛ ନଥିଲା। ଝରକା ପଟୁ ସେ ଦେଖିଲା ତାର ସବୁ ମାଛ ପୋଖରୀ ପାଖରେ ଅଛି, ଆଉ କେହି ଜଣେ ତା ମାଛ ଖାଉଛି। ଏସବୁ ଦେଖି ମା ଚଢ଼େଇ ଅନେକ ରାଗିଗଲା ଆଉ ସେ ପୋଖରୀ ପାଖକୁ ଗଲା। ଏଇ କିଏ ତୁମେ? ତୁମର ସାହସ କେମିତି ହେଲା ମୋ ମାଛ ଚୋରି କରି ଖାଇବା ପାଇଁ? କିଏ ତୁମେ? ତୁମକୁ ଦେଖିଲେ ମତେ ଭାରି ଡର ଲାଗୁଛି। ତୁମେ କେତେ ଭୟଙ୍କର ଦେଖିବାକୁ। ମତେ ଚିହ୍ନି ପାରିଲୁନି ଚଢ଼େଇ? ମୁଁ ଏ ପୋଖରୀରେ ରହୁଥିବା ପିଶାଚି। ତୁ ମତେ ଡରୁଛୁ କାହିଁକି? ମୁଁ ତୋର କିଛି କ୍ଷତି କରିବିନି। ମୁଁ କେବଳ ତୋର ମାଛ ଖାଉଛି। ଆଜି ଯାଏଁ ମୁଁ ତ କାହାରି କିଛି କ୍ଷତି ବି କରିନି। ତୁମେ ଯଦି କାହାର ବି କିଛି କ୍ଷତି କରିନ ତାହେଲେ ସମସ୍ତଙ୍କୁ ଏମିତି ଡରାଉ କାହିଁକି? ମୁଁ ଏ ପୋଖରୀରେ ବନ୍ଦୀ ହେଇ ଅଛି। ଅନେକ ଦିନରୁ ବନ୍ଦୀ ହେଇ ରହିବା ଯୋଗୁଁ ମତେ ଭାରି ବିରକ୍ତ ଲାଗୁଥିଲା। ସେଥିପାଇଁ ଚଢ଼େଇମାନଙ୍କୁ ଡରେଇ ଟିକେ ମଜା ନେଉଥିଲି। ମତେ ଯଦି କେହି ସାହାଯ୍ୟ କରିଥାନ୍ତେ ମୁଁ ଏ ପୋଖରୀରୁ ମୁକ୍ତ ହେଇସାରନ୍ତିଣି। ତୁମେ ଯଦି ସମସ୍ତଙ୍କୁ ଡରେଇବ ଚଢ଼େଇମାନେ ତୁମକୁ ସାହାଯ୍ୟ କରିବେ କେମିତି? ତୁମ ଭୟରେ କେହି ବି ଏଠାକୁ ଆସୁନାହାନ୍ତି। ଆଚ୍ଛା ହଉ, ମତେ କୁହ ମୁଁ ତୁମକୁ କେମିତି ସାହାଯ୍ୟ କରିପାରିବି? ଗୋଟେ ତାନ୍ତ୍ରିକ ମତେ ଏଠି ବନ୍ଦୀ କରିଥିଲା। ଏଇ ପୋଖରୀ ଭିତରେ ଗୋଟେ ମୁକ୍ତାର ଘର ଅଛି। ସେଇ ମୁକ୍ତା ଘରେ ଗୋଟେ ନୀଳ ରଙ୍ଗର ରତ୍ନ ଅଛି। ସେ ରତ୍ନ ମୁଁ ପାଇଲେ ମୁଁ ଏ ପୋଖରୀରୁ ମୁକ୍ତ ହେଇଯିବି। କିନ୍ତୁ ଅସୁବିଧା ହେଲା ମୁଁ ସେ ମୁକ୍ତା ଘର ଭିତରକୁ ଯାଇପାରିବିନି। କେବଳ ଗୋଟେ ସାଧାରଣ ଚଢ଼େଇ ମୁକ୍ତା ଘର ଭିତରକୁ ଯାଇ ସେ ନୀଳ ରତ୍ନ ଆଣିପାରିବ। ମୁଁ ସେ ମୁକ୍ତା ଘର ଭିତରକୁ ଯାଇ ନୀଳରତ୍ନ ଆଣିପାରିବି, କିନ୍ତୁ ପିଶାଚି ସେ ମୁକ୍ତା ଘର ତ ପାଣି ଭିତରେ ଅଛି। ମୁଁ ପାଣି ଭିତରେ ନିଶ୍ୱାସ ନେବି କେମିତି? ସେଥିପାଇଁ ତୁ ଚିନ୍ତା କରନି ଚଢ଼େଇ। ମୁଁ ତତେ ମୋର କିଛି ଶକ୍ତି ଦେବି, ଯେମିତି ତୁ ପାଣି ଭିତରେ ବି ନିଶ୍ୱାସ ପ୍ରଶ୍ୱାସ ନେଇପାରିବୁ। ତାପରେ ପିଶାଚି ମା ଚଢ଼େଇକୁ ତାର କିଛି ଶକ୍ତି ଦେଲା। ଚଢ଼େଇ ମୁକ୍ତା ଘରକୁ ଗଲା ଆଉ ସେ ମୁକ୍ତା ଘରୁ ନୀଳରତ୍ନ ନେଇ ଆସିଲା। ପିଶାଚି ନୀଳରତ୍ନ ପାଇଲା ପରେ ମୁକ୍ତ ହେଇଗଲା। ମା ଚଢ଼େଇ ସମସ୍ତଙ୍କୁ ଏକଥା କହିଲା। ସେଦିନ ପରଠାରୁ ସମସ୍ତେ ରାତି ଦିନ ପୋଖରୀ ରାସ୍ତାରେ ଯିବା ଆସିବା କରିପାରୁଥିଲେ। ମା ଚଢ଼େଇ ପୁଣି ଥରେ ପୋଖରୀରେ ମାଛ ଚାଷ କଲା। ଏମିତି ସେ ମାଛ ବିକ୍ରି କରି ଖୁସିରେ ରହିଲା।